ମୟୂରଭଞ୍ଜ ସର୍ବପୁରାତନ ରାଜରାଜଡ଼ ଅମଳରୁ ଭକ୍ତଙ୍କ ପାରମ୍ପରିକ ଉଡ଼ା ପର୍ବ ଉତ୍ତର ସାହି ଓ ଦକ୍ଷିଣ ସାହି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ମହାବିଷୁବ ତଥା ପଣା ସଂକ୍ରାନ୍ତି ଅବସରରେ ବାରିପଦାର ବଡ଼ଦାଣ୍ଡଠାରେ ପୁରୁଣା ରାଜପ୍ରସାଦ ତଥା ବର୍ତ୍ତମାନ ଏମ୍ପିସି ଜୁନିୟର କଲେଜ ନିକଟ ସିଂହେଶ୍ୱର ମହାଦେବ ମନ୍ଦିର ସମ୍ମୁଖରେ ଉଡ଼ା ପର୍ବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ଦକ୍ଷିଣ ସାହି ପାଠଭକ୍ତାମାନଙ୍କ ନେତୃତ୍ୱରେ ଭକ୍ତମାନେ ଏଥିରେ ସାମିଲ ହୋଇଥିଲେ। ମୟୂରଭଞ୍ଜ ଜିଲ୍ଲାରେ ଏହା ଅନ୍ୟ ଏକ ମୁଖ୍ୟ ପର୍ବ ହୋଇଥିବା ବେଳେ ଚୈତ୍ର ପର୍ବର ଏହା ଏକ ଅଂଶ ବିଶେଷ ଅଟେ। ମୟୂରଭଞ୍ଜ ରାଜରାଜୁଡ଼ା ଶାସନ ଅମଳରୁ ବାରିପଦାରେ ଅନୁଷ୍ଠିତ ହେଉଥିବା ଏହି ପର୍ବକୁ ଦେବୋତ୍ତର ବିଭାଗ ପରିଚାଳିତ କରୁଛି। ତେବେ ପୂର୍ବ ପ୍ରସ୍ତୁତି ଅନୁଯାୟୀ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଛି। ଏହି ଭକ୍ତାଙ୍କ ପାରମ୍ପରିକ ପର୍ବ ଆଡମ୍ବର ସହିତ ପାଳନ କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମଧ୍ୟ ମୁତୟନ ହୋଇଥିଲେ। ଆଜି ଆମର ଉଡ଼ା ପର୍ବ ଥିଲା। ଭକ୍ତା ପର୍ବର ସବୁଠୁ ଲାଷ୍ଟ ଦିନ ଯେଉଁଟା କହିତେ ଗଲେ ଚୈତ୍ର ପର୍ବ ଉଡ଼ା ଆଜି ପଣା ସଂକ୍ରାନ୍ତିରେ ଆଜି ଉଡ଼ା ପର୍ବ ଦ୍ୱାରା ଖଇ ବାୟୁ ଦ୍ୱାରା ପ୍ରଦର୍ଶନ କରି ଆଜି ଆମର କଲ୍ୟାଣ କରାଯାଏ ଯେ ଜଗତରେ କେବେ ବି ମହାମାରୀ କି ଅଗ୍ନି କି କୌଣସି ଭୟ ଜିନିଷ ନ ହଉ। ଏହି ପର୍ବଟି 8 ଦିନ ଧରିକି ଚାଲି ଆସିଥିଲା। 7 ତାରିଖରୁ ଆରମ୍ଭ ହୋଇଥିଲା, ଏପ୍ରିଲ 7ରୁ ଆଜି 14 ତାରିଖରେ ଆଜି ସମାପନ ହେଲା ଆମ ପୂଜା। ତ ପ୍ରଥମ ଦିନ ଆମର ହାକଣ୍ଡ ଥିଲା, ତାପରେ 3 ଦିନ ଆମର ସମସ୍ତ ମନ୍ଦିର ପରିକ୍ରମା ଥିଲା। ପଞ୍ଚମ ଦିନ ଥିଲା ଆମର ଅଣ୍ଟାପାଟ, ତାପରେ ଥିଲା ନିଆପାଟ ଦିନ ରାତିରେ ଆମର ସ୍ୱର୍ଣ୍ଣଘଟ ଆଉ ନିଶାଘଟ ଛଉକୁ ଗଲା ନିଶାଘଟ। ତାପର ଦିନ ଥିଲା ଉଭୃତ ପାଠ, ସେଇଦିନ ରାତିରେ ଆମର ଯାତ୍ରା ଘଟ ଗଲା ଛଉ ପଡ଼ିଆକୁ। ଆଜି ହେଉଛି ଉଡ଼ା, ଆଜି ପୂଜା ସରିଲା। ମୟୂରଭଞ୍ଜରୁ ପ୍ରଦୀପ୍ତ ହୋତାଙ୍କ ରିପୋର୍ଟ, ଖବର ଓଡ଼ିଶା।